ମହିଳା କୋଡ଼ାସାହିରେ ଅଷ୍ଟପହରୀ ନାମଯଜ୍ଞ ଅନୁଷ୍ଠିତ। ଅନୁଗୁଳ ଜିଲ୍ଲା ଆଠମଲ୍ଲି ଉପଖଣ୍ଡ ତାଳ ମହିଳା କୋଡ଼ାସାହିରେ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସକାଳ 9 ଘଟିକାରେ ରୀତିନୀତି ଅନୁସାରେ ପୂଜା କରି ଗ୍ରାମନାଳରୁ ପାଣି ଉଠାଇ କଳସ ଯାତ୍ରା କରି କଳସ ସ୍ଥାପନା କରିଥିଲେ। କର୍ତ୍ତା ଭାବେ ଅକୁଳଚନ୍ଦ୍ର ପ୍ରଧାନ ଓ ଧର୍ମପତ୍ନୀ ତିଲୋତ୍ତମା ପ୍ରଧାନ କାର୍ଯ୍ୟନିର୍ବାହ କରିଥିଲେ। ପୂଜକଙ୍କ ମନ୍ତ୍ରପାଠରେ ଗାଁ ପରିବେଶ ଭକ୍ତିମୟ ସୃଷ୍ଟି ହୋଇଥିଲା। ଏହି ଯଜ୍ଞରେ 12 ଦଳ ନାମ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ପୂର୍ଣ୍ଣାହୁତି ସୋମବାର ସକାଳ 7 ଘଟିକା ସମ୍ପୂର୍ଣ୍ଣ ହୋଇଥିଲା। ସମ୍ପାଦକ ଘାସିନାଥ ବେହେରା, ସଭାପତି ଅକୁଳଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବହୁ ଧୁମଧାମରେ ପାଳିତ ହୋଇଯାଇଛି। ଅନୁଗୁଳ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ନାୟକ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ଆମର 2 ବର୍ଷ ହେଲା ଏଇଟା ଅଷ୍ଟପହରୀ ଯଜ୍ଞ ଆରମ୍ଭ ହେଉଛି। ଗ୍ରାମବାସୀ ସମସ୍ତେ ମିଳିମିଶି ପରିବାର ବହୁତ ଖୁସିରେ ଆମେ ପାଳନ କରୁଛୁ। ଏଇ ସଂକୀର୍ତ୍ତନ ମଣ୍ଡଳୀର